ମୃତ ବ୍ୟକ୍ତିଙ୍କର ଏହି ତିନୋଟି ଜିନିଷ କେବେ ବି ବ୍ୟବହାର କରିବା ଉଚିତ ନୁହେଁ। ଥରେ ନାରଦ ମୁନି ଯମରାଜଙ୍କୁ ଭେଟିବା ପାଇଁ ଯମଲୋକକୁ ଆସନ୍ତି। ନାରଦଙ୍କୁ ଦେଖି ଯମରାଜ ବହୁତ ଖୁସି ହୁଅନ୍ତି ଏବଂ ତାଙ୍କର ବହୁତ ଭଲ ଭାବରେ ସ୍ୱାଗତ ସତ୍କାର କରନ୍ତି। ତାପରେ ସେ ନାରଦଙ୍କୁ ପଚାରୁଛନ୍ତି, ମୁନିବର, ଆପଣ ଯମଲୋକଙ୍କ ଆସିବା ଦ୍ୱାରା ମୁଁ ଧନ୍ୟ ହୋଇଗଲି। ମୋତେ ଆପଣଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି। ଦୟାକରି ମୋତେ କୁହନ୍ତୁ, ଆଜି ଆପଣଙ୍କର ଯମଲୋକକୁ ଆସିବାର ଉଦ୍ଦେଶ୍ୟ କ'ଣ? କିଛି ଗୁରୁତ୍ୱପୂର୍ଣ୍ଣ କାରଣ ନିଶ୍ଚୟ ଥିବ ବା କିଛି ବାର୍ତ୍ତା ନେଇ ଆସିଛନ୍ତି। ତାପରେ ଦେବର୍ଷି କହିଲେ, ହେ ଧର୍ମରାଜ, ସ୍ୱର୍ଗରୁ ମର୍ତ୍ତ୍ୟ ପର୍ଯ୍ୟନ୍ତ ସବୁ ପ୍ରାଣ ମନୁଷ୍ୟଙ୍କ ମନରେ କ'ଣ ଅଛି? ଆପଣଙ୍କୁ କ'ଣ ଲୁଚି ରହିଛି? ମୁଁ ଆପଣଙ୍କୁ ଆଉ କ'ଣ ବା କହିବି? ଏହା ଶୁଣି ଧର୍ମରାଜ କହିଲେ, କିନ୍ତୁ ଆପଣଙ୍କ ମନରେ କ'ଣ ଅଛି ତାହା ଜାଣିବା ମୋ ପାଇଁ ଅସମ୍ଭବ। ତାହାର କେବଳ ଭଗବାନ ବିଷ୍ଣୁ ହିଁ କହିପାରିବେ। ଆପଣଙ୍କ ମନରେ ତ ବହୁତ ଚଞ୍ଚଳ, ତେଣୁ ଆପଣଙ୍କର ମନ କଥା ଜାଣିବାର ଦୁଃସାହସକୁ ମୁଁ କରିପାରିବି ନାହିଁ। ଦୟାକରି ଆପଣଙ୍କ ମନରେ ଯାହା ଅଛି ଆପଣ ବି ଦ୍ୱିଧାରେ କୁହନ୍ତୁ। ତାପରେ ଦେବର୍ଷି ନାରଦ କହୁଛନ୍ତି, ହେ ଧର୍ମରାଜ, ମୁଁ କୌଣସି ବାର୍ତ୍ତା ନେଇ ଆପଣଙ୍କ ନିକଟକୁ ଆସିନାହିଁ। ମୋର ମନରେ କିଛି ପ୍ରଶ୍ନ ଅଛି ଯାହା ମୁଁ ଆପଣଙ୍କୁ ପଚାରିବାକୁ ଆସିଛି। କେବଳ ସମଗ୍ର ମାନବ ଜାତିର କଲ୍ୟାଣ ଉଦ୍ଦେଶ୍ୟରେ ମୁଁ ଆପଣଙ୍କ ପାଖକୁ ଆସିଛି। ଦୟାକରି ମୋର ସନ୍ଦେହ ଦୂର କରନ୍ତୁ। ଏହା ଶୁଣି ଯମରାଜ କହନ୍ତି ଯେ, ହେ ଦେବ, ଆପଣଙ୍କ ମନରେ ଯାହା ବି ଦ୍ୱନ୍ଦ୍ୱ ବା କୌଣସି ପ୍ରଶ୍ନ କିମ୍ବା ସନ୍ଦେହ ଅଛି ଆପଣ ନିଃସଙ୍କୋଚରେ ଭାବରେ ପଚାରି ପାରନ୍ତି। ମୁଁ ନିଶ୍ଚିତ ଭାବରେ ନିଜର ସାମର୍ଥ୍ୟ ଅନୁଯାୟୀ ଆପଣଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବି। ତାପରେ ଦେବର୍ଷି ନାରଦ କହୁଛନ୍ତି, ହେ ଧର୍ମରାଜ, ମୋର ପ୍ରଶ୍ନ ବହୁତ ଗମ୍ଭୀର ନୁହେଁ, ଏହା ବହୁତ ସରଳ। ଆପଣ ତ ମୃତ୍ୟୁର ଦେବତା, ସେଥିପାଇଁ ଆପଣଙ୍କ ବ୍ୟତୀତ ଆଉ କିଏ ଏହି ପ୍ରଶ୍ନର ଉତ୍ତର ଦେଇପାରିବ? ଧର୍ମରାଜ, ମୋର ପ୍ରଶ୍ନ ହେଉଛି ଯେ କୌଣସି ମନୁଷ୍ୟ ଯେତେବେଳେ ମୃତ୍ୟୁକୁ ପ୍ରାପ୍ତ ହୁଏ ସେତେବେଳେ କେଉଁ ବସ୍ତ୍ର ସାଙ୍ଗରେ ନେଇଯାଏ ଏବଂ ତାର ଛାଡ଼ିଯିବା କେଉଁ କେଉଁ ବସ୍ତୁ ଅନ୍ୟ ପୁରୁଷମାନେ ବ୍ୟବହାର କରିବା ଉଚିତ ନୁହେଁ? ଏହା ଶୁଣି ଯମରାଜ କହିଲେ, ଦେବର୍ଷି, ଆପଣ ସଠିକ ପ୍ରଶ୍ନ ପଚାରିଛନ୍ତି। ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ମୁଁ ଆପଣଙ୍କ ପଚାରିଥିବା ପ୍ରଶ୍ନର ଉତ୍ତର ନିଶ୍ଚିତ ଭାବରେ ଦେବି। କିନ୍ତୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ମୁଁ ଆପଣଙ୍କୁ ଏକ ସୁନ୍ଦର କାହାଣୀ କହିବି। ଏହା କାହାଣୀ ଶୁଣିବା ପରେ ଆପଣ ସମସ୍ତ ପ୍ରଶ୍ନର ଉତ୍ତର ପାଇବେ। ଆପଣ ଏହି କାହାଣୀକୁ ଧ୍ୟାନ ସହ ଶୁଣନ୍ତୁ। ଦେବର୍ଷି କହନ୍ତି, ହେ ଧର୍ମରାଜ, ଠିକ ଅଛି, ମୁଁ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଧ୍ୟାନର ସହିତ କାହାଣୀ ଶୁଣିବି। ଆପଣ ମୋତେ ସେହି ପବିତ୍ର କାହାଣୀ କୁହନ୍ତୁ। ତାପରେ ଯମରାଜ ସେହି ମହାନ କଥା ଦେବର୍ଷି ନାରଦଙ୍କୁ କହନ୍ତି। ଏକଦା ମଧ୍ୟ ଦେଶରେ ଦେବ ଶର୍ମା ନାମରେ ଜଣେ ଗରିବ ବ୍ରାହ୍ମଣ ବାସ କରୁଥିଲେ। ସେ ଅତ୍ୟନ୍ତ ପ୍ରତିଭାଶାଳୀ ଏବଂ ସମସ୍ତ ଶାସ୍ତ୍ରର ପାରଙ୍ଗମ ଥିଲେ। ସେ ଦେବ ଏବଂ ଶାସ୍ତ୍ରକୁ ଗଭୀର ଧ୍ୟାନରେ ଅଧ୍ୟୟନ କରିଥିଲେ, କିନ୍ତୁ ସେ କେବେ ବି ନିଜ ଜ୍ଞାନର ଅପବ୍ୟବହାର କରୁନଥିଲେ। ସେ ଧନ ଅର୍ଜନ କରିବା ପାଇଁ କେବେ ନିଜ ଜ୍ଞାନର ବ୍ୟବହାର କରନ୍ତି ନାହିଁ। ଅତ୍ୟଧିକ ଗରିବ ହୋଇଥିଲେ ମଧ୍ୟ ସେ ଭିକ ମାଗି ନିଜର ରୋଜଗାର କରୁଥିଲେ। ଦିନେ ବ୍ରାହ୍ମଣ ଗୋଟିଏ ଜଙ୍ଗଲ ଦେଇ ଯାଉଥିଲେ ଏବଂ ଚାଲିବା ସମୟରେ ସେ ଏକ ଅତି ପ୍ରାଚୀନ ଗଛ ନିକଟରେ ପହଞ୍ଚିଥିଲେ। ସେ ଦେଖିଲେ ଯେ ଗଛ ଉପରେ ତିନୋଟି ଭୟଙ୍କର ପିଶାଚ ଠିଆ ହୋଇଛନ୍ତି। ଏହି ତିନି ଜଣ ସେହି ଜଙ୍ଗଲ ଦେଇ ଯାଉଥିବା ମଣିଷକୁ ଭୀଷଣ
ଭକ୍ଷଣ କରୁଥିଲେ। ଯଦି କୌଣସି ମଣିଷ ସେହି ପଥରେ ଯାଉଥିବା ସେମାନେ ତାଙ୍କୁ ଧରି ଖାଇ ଯାଉଥିଲେ। ପିଶାଚ ହୋଇଥିବାରୁ ତାଙ୍କ ଭିତରେ ଧର୍ମର କୌଣସି ଚିହ୍ନ ନଥିଲା। ସେ ଅତ୍ୟନ୍ତ ପାପୀ ଏବଂ ଦୁଷ୍ଟ ଥିଲେ। ସେ କାହା ପ୍ରତି ଦୟା ଦେଖାଉ ନଥିଲେ। ଯେତେବେଳେ ସେ ବ୍ରାହ୍ମଣ ଗଛ ନିକଟକୁ ଆସନ୍ତି, ସେଠାରେ ଥିବା ପିଶାଚମାନେ ପରସ୍ପରକୁ କହିବା ଆରମ୍ଭ କରନ୍ତି, ଦେଖ ଭାଇ, ଆଜି ଆମ ପାଖକୁ ତାଜା ଖାଦ୍ୟ ଆସିଛି। ସର୍ବପ୍ରଥମେ ମୁଁ ଏହି ବ୍ରାହ୍ମଣକୁ ଖାଇବି। ଏହାର ମାଂସ ବହୁତ ସ୍ୱାଦିଷ୍ଟ ଥିବ। ଏ ଜାତିର ବ୍ରାହ୍ମଣ ନିଶ୍ଚିତ ଭାବରେ କେବଳ ସାତ୍ତ୍ୱିକ ଖାଦ୍ୟ ଖାଉଥିବ ଓ ତା ଶରୀରରେ କୌଣସି ପ୍ରକାରର ରୋଗ କିମ୍ବା ପୋକ ନଥିବ। ତେଣୁ ତାର ମାଂସ ଖାଇବାରେ ବହୁତ ଆନନ୍ଦ ମିଳିବ। ଯେତେବେଳେ ବ୍ରାହ୍ମଣ ସେହି ବ୍ରାହ୍ମଣ ଭଗବାନ ବିଷ୍ଣୁଙ୍କର ଜଣେ ମହାନ ଭକ୍ତ ଥିଲେ ଏବଂ ସେ ସର୍ବଦା ଶ୍ରୀ ହରି ନାମରେ ଜପ କରୁଥିଲେ। ସେଥିପାଇଁ ସେ କାହାକୁ ଭୟ କରୁନଥିଲେ। ତେଣୁ ପିଶାଚମାନଙ୍କୁ ଦେଖି ସେ ଭୟଭୀତ ହୋଇ ସେମାନଙ୍କୁ ସମ୍ମାନ ଦେଇ କହିଲେ, ନମସ୍କାର ପିଶାଚମାନେ। ସେହି ବ୍ରାହ୍ମଣଙ୍କର ଏହିପରି ଅଦ୍ଭୁତ ଆଚରଣ ଦେଖି ପିଶାଚମାନେ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କୁ କହିଲେ, ମହାତ୍ମା, ତୁମେ କିଏ ଏବଂ ତୁମେ କାହିଁକି ଏହି ଜଙ୍ଗଲରେ ଏକୁଟିଆ ବୁଲୁଛ? ଆମକୁ ଦେଖିବା ପରେ ମଧ୍ୟ ତୁମକୁ ସାମାନ୍ୟ ଭୟ ଅନୁଭୂତ କରୁନାହିଁ? ଆମକୁ ଦେଖିବା ପରେ ବହୁତ ସାହସୀ ଯୋଦ୍ଧା ମଧ୍ୟ ଭୟରେ କମ୍ପିତ ହୋଇଯାଇଥିଲେ। ଆମକୁ ଦେଖିଥିବା ପରେ ସେମାନେ ଭୟଭୀତ ହୋଇ ଦୌଡ଼ି ପଳାନ୍ତି। କିନ୍ତୁ ଆପଣଙ୍କ ମନରେ କୌଣସି ତୁମ ସଙ୍ଗତରେ ଆସିବା ପରେ ଆମର ଭୋକ ମଧ୍ୟ ଚାଲିଗଲା। ଯେବେ କି ଆମେ ତୁମକୁ ଖାଦ୍ୟ ଭାବରେ କଳ୍ପନା କରି ଖୁସି ହୋଇଥିଲୁ ଏବଂ ତୁମକୁ ଖାଇବାକୁ ଯାଉଥିଲୁ। ତାପରେ ସେ ବ୍ରାହ୍ମଣ କହନ୍ତି, ତୁମେ ପିଶାଚ, ତୁମକୁ ଆଦୌ ଭୟ କର ନାହିଁ, କାରଣ ମୁଁ ଜାଣେ ଯେ ଭଗବାନ ସର୍ବଦା ମୋ ସହିତ ଅଛନ୍ତି ଏବଂ ତାଙ୍କ ଇଚ୍ଛା ବିନା ଗଛରେ ଗୋଟିଏ ପତ୍ର ମଧ୍ୟ ହଲେ ନାହିଁ। ଯଦି ମୋର ମୃତ୍ୟୁ ତୁମ ପିଶାଚ ଦ୍ୱାରା ଘଟିବାକୁ ଅଛି, ତେବେ ମୁଁ ମଧ୍ୟ ଏହାକୁ ଖୁସିରେ ଗ୍ରହଣ କରୁଛି। ମୋ ଭାଗ୍ୟରେ ଭଗବାନ ଯାହା ଲେଖିଛନ୍ତି ମୁଁ ତାହାକୁ ଗ୍ରହଣ କରୁଛି। ଯଦି ମୋତେ ଖାଇ ସନ୍ତୁଷ୍ଟ ହୁଅ, ତେବେ ମୁଁ ଏହାକୁ ମୋର ଭାଗ୍ୟ ବୋଲି ବିବେଚନା କରିବି। ଏହି ଦୁନିଆରେ ପ୍ରତ୍ୟେକ ଜୀବନକୁ ସୁଖ ପ୍ରଦାନ କରିବା ଏବଂ ସନ୍ତୁଷ୍ଟ କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ। ତାପରେ ପିଶାଚ ମଧ୍ୟ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛନ୍ତି। ତେବେ ମୁଁ ଆପଣଙ୍କୁ କିପରି ଭୟ କରିପାରିବି? ବ୍ରାହ୍ମଣଙ୍କର ଏହିପରି କଥା ଶୁଣି ସମସ୍ତ ପିଶାଚ ଆଶ୍ଚର୍ଯ୍ୟ ହୋଇ ବ୍ରାହ୍ମଣଙ୍କୁ କହିବାକୁ ଲାଗିଲେ, ହେ ବ୍ରାହ୍ମଣ ଦେବତା, ଆପଣଙ୍କର କଥା ବହୁତ ସୁନ୍ଦର ଏବଂ ଆମେ କେବଳ ଶୁଣିବା ଦ୍ୱାରା ସନ୍ତୁଷ୍ଟ ହୋଇଗଲୁ। ଆମେ ଆପଣଙ୍କୁ ଖାଇବୁ ନାହିଁ। ଦୟାକରି ଆମକୁ କୁହନ୍ତୁ, ଆପଣ କିଏ ଏବଂ କେଉଁ କାରଣରୁ ଆପଣ ଏହି ଜଙ୍ଗଲରେ ବୁଲୁଛନ୍ତି? ବ୍ରାହ୍ମଣ କହନ୍ତି, ହେ ପିଶାଚଗଣ, ମୋର ନାମ ଦେବ ଶର୍ମା ଏବଂ ମୁଁ ପ୍ରଭୁଙ୍କୁ ଉପାସନା କରିବା ପାଇଁ ଏହି ଜଙ୍ଗଲରେ ଏକ ଉପଯୁକ୍ତ ସ୍ଥାନ ଖୋଜୁଥିଲି। କିନ୍ତୁ ତୁମକୁ ଦେଖିଲା ଲାଗୁଛି ଯେ ତୁମେ ସେମାନେ ବହୁତ ଅସୁବିଧାରେ ପଡ଼ିଛ। ମୋତେ କୁହ, କାହିଁକି ତୁମକୁ ଏକ ପିଶାଚ ଦେବାକୁ ପଡ଼ିଲା? ଯଦି ମୁଁ ତୁମମାନଙ୍କୁ କୌଣସି ପ୍ରକାର ସାହାଯ୍ୟ କରିବି, ତେବେ ମୁଁ ମୋର ସାମର୍ଥ୍ୟ ଅନୁଯାୟୀ ତୁମକୁ ନିଶ୍ଚିତ ଭାବରେ ସାହାଯ୍ୟ କରିବି। ବ୍ରାହ୍ମଣଙ୍କ କଥା ଶୁଣି ସମସ୍ତ ପିଶାଚ ସ୍ଥିର ହୋଇ କହିବାକୁ ଲାଗିଲେ, ଶ୍ରେଷ୍ଠ, ଆମେ ଆପଣଙ୍କୁ ବାରମ୍ବାର ଅଭିବାଦନ ଜଣାଉଛୁ। ଆମେ ଆମର ପାପ କର୍ମ ଯୋଗୁଁ ଫଳ ଭୋଗୁଛୁ। ଆମେ ଆମର ପିତୃପୁରୁଷଙ୍କୁ ଅପମାନିତ କରିଛୁ। ସେଥିପାଇଁ ଆମେ ଏହି ପିଶାଚ ଯୋନି ପାଇଛୁ। ଆମେ ଜାଣିନାହୁଁ ଏହି
ପିଶାଚ ଶରୀରରୁ କେବେ ମୁକ୍ତି ପାଇବୁ? ଆମେ ମଣିଷ ଥିବାବେଳେ ଅନେକ ପାପ କରିଥିଲୁ ଏବଂ ପିଶାଚ ହେବା ପରେ ଆମେ ଅଗଣିତ ପାପ କରୁଛୁ। ଆମେ କେତେ ନିରୀହ ମଣିଷ ଏବଂ ପଶୁକୁ ହତ୍ୟା କରୁଛୁ, ତାଙ୍କୁ ମାରୁଛୁ ଏବଂ ଖାଉଛୁ। ସେଥିପାଇଁ ଆମେ ଭାବୁଛୁ ଯେ ଏହି ଜମିରୁ ଆମେ କେବେ ବି ମୁକ୍ତି ଲାଭ ପାଇବୁ ନାହିଁ। ତାପରେ ବ୍ରାହ୍ମଣମାନେ କହନ୍ତି, ପିଶାଚଗଣ, ମୁଁ ତୁମମାନଙ୍କର ଯନ୍ତ୍ରଣା ବୁଝିପାରୁଛି। ଦୟାକରି ମୋତେ କୁହନ୍ତୁ, ମୁଁ କିପରି ଆପଣଙ୍କୁ ମୁକ୍ତ କରିପାରିବି? ମୁଁ ମଧ୍ୟ ଦେଶରେ ବାସ କରୁଥିବା ଦେବଶର୍ମ ବ୍ରାହ୍ମଣ। ମୁଁ ଅନେକ ତପସ୍ୟା ଏବଂ ଉପାସନା କରିଛି। ତେଣୁ ଯଦି ତୁମମାନଙ୍କର ମୁକ୍ତି ପାଇଁ କିଛି ବ୍ରତ ଉପାସନା ଅଛି, ତେବେ ଦୟାକରି ମୋତେ କୁହନ୍ତୁ। ମୁଁ ନିଶ୍ଚିତ ଭାବରେ ଏହା କହିବାକୁ ଚେଷ୍ଟା କରିବି। ବ୍ରାହ୍ମଣଙ୍କର କଥା ଶୁଣିବା ପରେ ସେହି ପିଶାଚ ବୁଝନ୍ତି ଯେ ଏହି ବ୍ରାହ୍ମଣ ସେମାନଙ୍କର ନିଜ ପୁଅ ଏବଂ ପିଶାଚମାନେ ହେଉଛନ୍ତି ସେହି ବ୍ରାହ୍ମଣଙ୍କର ମହାନ ପୂର୍ବଜ, ଯିଏ ପାପ କର୍ମ ହେତୁ ପିଶାଚ ପାଲଟିଛନ୍ତି। ସେମାନେ କହିଲେ, ଆମେ ସବୁବେଳେ ମଇଳା ପୋଷାକ ପିନ୍ଧୁଥିଲୁ, ମଇଳା ପୋଷାକ ପିନ୍ଧି ଖାଦ୍ୟ ଖାଉଥିଲୁ, ପୂଜାପାଠ ଇତ୍ୟାଦି କରୁଥିଲୁ। ଆମେ ସର୍ବଦା ବର୍ଜ୍ୟବସ୍ତୁ ସେବନ କରୁଥିଲୁ। ସେଥିପାଇଁ ଆମେ ଏହି ଦୁର୍ଭାଗ୍ୟର ସମ୍ମୁଖୀନ ହୋଇଛୁ। ଆମେ ଉଲଗ୍ନ ସ୍ନାନ କରୁଥିଲୁ। ସେହି କାରଣରୁ ଆମର ପୂର୍ବପୁରୁଷ ଆମ ଉପରେ କ୍ରୋଧିତ ହୋଇଥିଲେ। ଆମେ ଆମର ପିତୃପୁରୁଷଙ୍କୁ କଦାପି ଖାଦ୍ୟ ଅର୍ପଣ କରୁନଥିଲୁ। ସେଥିପାଇଁ ମୃତ୍ୟୁ ପରେ ଆମକୁ ପ୍ରେତ ହେବାକୁ ପଡ଼ିଲା। ତୁମେ ଆମର ନିଜ ବଂଶର, ଆମେ ତୁମର ସର୍ବଜ। ଭଗବାନଙ୍କ କୃପାରୁ ସେ ତୁମକୁ ଆମ ପାଖକୁ ପଠାଇଛନ୍ତି। ବର୍ତ୍ତମାନ ଆମେ ନିଶ୍ଚିତ ଯେ ଆମକୁ ମୁକ୍ତ କରିବାକୁ ତୁମେ ଆସିଛ। ହେ ପୁତ୍ର, ତୁମେ ବର୍ତ୍ତମାନ ଯାଇ ଆମର ମୁକ୍ତି ପାଇଁ ଚେଷ୍ଟା କର। ନିଜ ପୂର୍ବପୁରୁଷଙ୍କ ଏପରି ଅବସ୍ଥା ଦେଖି ବ୍ରାହ୍ମଣ ଅତ୍ୟନ୍ତ ସୁଖୀ ହୋଇ ଭାବିବାକୁ ଲାଗିଲା ଯେ ନିଜ ପୂର୍ବପୁରୁଷଙ୍କ ପରିତ୍ରାଣ ପାଇଁ କର୍ମ କରିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ଅଟେ। ସେହି ବ୍ରାହ୍ମଣ ନିଶାଚମାନଙ୍କୁ ଏହି ପ୍ରତିଜ୍ଞା କରିଛନ୍ତି ଯେ, ପ୍ରିୟ ପ୍ରେତଗଣ, ମୁଁ ନିଶ୍ଚିତ ଭାବରେ ତୁମ ମୁକ୍ତି ପାଇଁ ପଦକ୍ଷେପ ନେବି। ତାପରେ ସେହି ବ୍ରାହ୍ମଣ ମୁନି ଅଗସ୍ତ୍ୟଙ୍କ ନିକଟକୁ ଯାଇ ପିତୃପୁରୁଷଙ୍କ ମୁକ୍ତିର ଉପାୟ ପଚାରିଛନ୍ତି। ମୁନି ଅଗସ୍ତ୍ୟ କହିଲେ ଯେ ପୂର୍ବପୁରୁଷଙ୍କ ପରିତ୍ରାଣ ପାଇଁ ତର୍ପଣ, ଶ୍ରାଦ୍ଧ, ପିଣ୍ଡଦାନ ଇତ୍ୟାଦି ରୀତିନୀତି ବିଷୟରେ ବ୍ରାହ୍ମଣଙ୍କୁ କହିଥିଲେ। ବ୍ରାହ୍ମଣ ପବିତ୍ର ନଦୀ କୂଳକୁ ଯାଇ ନିଜ ପୂର୍ବଜଙ୍କୁ ମୁକ୍ତି ପାଇ ମୁନି ଅଗସ୍ତ୍ୟଙ୍କ ଦ୍ୱାରା କୁହାଯାଇଥିବା ସମସ୍ତ କାର୍ଯ୍ୟ କରନ୍ତି। ସେ ପ୍ରଥମେ ନଦୀର ପବିତ୍ର ଜଳରେ ତର୍ପଣ କରନ୍ତି, ତାପରେ ନଦୀ କୂଳରେ ବସି ପିଣ୍ଡଦାନ କରନ୍ତି ଏବଂ ନିଜ ଶକ୍ତି ଅନୁସାରେ ଯାହା କିଛି ଦାନ କରନ୍ତି। ଏହାପରି ସେହି ବ୍ରାହ୍ମଣଙ୍କର କର୍ମ ମାଧ୍ୟମରେ ସେହି ସମସ୍ତ ପିଶାଚ ମୁକ୍ତି ଲାଭ କରି ସ୍ୱର୍ଗ ଆଡ଼କୁ ଚାଲିଯାଆନ୍ତି। ପରେ ଧର୍ମରାଜ ଦେବର୍ଷି ନାରଦଙ୍କୁ କୁହନ୍ତି, ହେ ଦେବର୍ଷି, ସେଥିପାଇଁ ଜଣେ ବ୍ୟକ୍ତି କଦାପି ମଇଳା ଓ ଗନ୍ଧିଆ ପୋଷାକ ପିନ୍ଧିବା ଉଚିତ ନୁହେଁ। ସେହି କଦାପି ମଇଳା ଖାଦ୍ୟ ଖାଇବା ଉଚିତ ନୁହେଁ। ଭୂମିରେ ପଡ଼ିଥିବା, ଅନ୍ୟମାନଙ୍କ ଦ୍ୱାରା ଡେଇଁଥିବା ଏବଂ କାହାର ଅଇଁଠା ଖାଦ୍ୟ ଖାଇବା ଉଚିତ ନୁହେଁ। ଦେବ ବା ପିତୃଲୋକଙ୍କୁ ଭୋକ ନ ଦେଖାଇଥିବା ଖାଦ୍ୟ ଖାଉଛି ଅପଚୟ ଖାଦ୍ୟ। ବର୍ତ୍ତମାନ ମୁଁ ଆପଣଙ୍କୁ ସେହି ମୃତ ବ୍ୟକ୍ତିଙ୍କ ବସ୍ତୁଗୁଡ଼ିକ ବିଷୟରେ କହୁଛି, ଯାହା କୌଣସି ବ୍ୟକ୍ତି ବ୍ୟବହାର କରିବା ଉଚିତ ନୁହେଁ। ମୃତ୍ୟୁ ପରେ ସେହି ଆତ୍ମାର ସେହି ବସ୍ତୁ ସହିତ ଥିବା ମୋର ଦୂର ହୁଏ ନାହିଁ। ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ସଂସାରିକ ମୋହ ଭୌତିକ ସୁଖକୁ ଛାଡ଼ି ନିଜକୁ ଭଗବାନଙ୍କ ଶରଣରେ ସମ୍ପୂର୍ଣ୍ଣ ରୂପେ ସମର୍ପିତ ନ କରେ, ସେ ପର୍ଯ୍ୟନ୍ତ ବିଭିନ୍ନ ଯୋନିରେ ଜନ୍ମ ନେଇ ସଂସାରର ବୁଲୁଥାଏ। ସେତେବେଳେ ମଣିଷର ଏହି ସଂସାରିକ ମୋହ ଏତେ ଅଧିକ ଥାଏ ଯେ ମୃତ ପରେ ସେ ପ୍ରତ୍ୟେକର ରୂପ ଧାରଣ କରି ମଧ୍ୟ ସେହି ମର୍ତ୍ତ୍ୟରେ ରହିଥାନ୍ତି। ଯଦି
ଜଣେ ବ୍ୟକ୍ତିର ଅକାଳରେ ମୃତ୍ୟୁ ହୁଏ ସେତେବେଳେ ମଧ୍ୟ ପ୍ରେତ ଉପଯୋନିରେ ପ୍ରବେଶ କରେ ଏବଂ ନିଜ ପରିବାରର ସଦସ୍ୟଙ୍କୁ ଆଘାତ ଦେବା ଆରମ୍ଭ କରେ। ଅନେକ ଥର ଲୋକମାନେ ନିଜ ମୃତ ସମ୍ପର୍କୀୟ ବସ୍ତୁ ଗୁଡ଼ିକୁ ସେମାନଙ୍କ ସ୍ମୃତିରେ ରଖନ୍ତି କିମ୍ବା ସେହି ବସ୍ତୁକୁ ବ୍ୟବହାର କରିବା ଆରମ୍ଭ କରନ୍ତି। କିନ୍ତୁ ମଣିଷକୁ ମୃତ ବ୍ୟକ୍ତିଙ୍କ କିଛି ବସ୍ତୁ ବ୍ୟବହାର କରିବା ଉଚିତ ନୁହେଁ, କାରଣ ଏହି ବସ୍ତୁଗୁଡ଼ିକରେ ସେହି ମୃତ ବ୍ୟକ୍ତିଙ୍କର ଉର୍ଜା ଜଡ଼ିତ ହୋଇ ରହିଥାଏ। ମୃତ ବ୍ୟକ୍ତି ସେହି ବସ୍ତୁଗୁଡ଼ିକ ସହିତ ଅତ୍ୟଧିକ ଜଡ଼ିତ ରହିବାରୁ ସେ ମୃତ୍ୟୁ ପରେ ମଧ୍ୟ ସେହି ବସ୍ତୁଗୁଡ଼ିକ ସହିତ ପୀଡ଼ିତ ହୋଇଥାନ୍ତି। ତେଣୁ କେହି ବସ୍ତୁଗୁଡ଼ିକ ବ୍ୟବହାର କରନ୍ତି ତେବେ ତାହାକୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ସେହି ମୃତ ଆତ୍ମାର ମଣିଷକୁ ଅନେକ ଉପାୟରେ କଷ୍ଟ ଦେବା ଆରମ୍ଭ କରିଥାନ୍ତି। ସେଥିପାଇଁ କୌଣସି ମଣିଷ ମୃତ ବ୍ୟକ୍ତିକୁ ବ୍ୟବହାର କରିବା ଉଚିତ ନୁହେଁ। ଯଦି ମନୁଷ୍ୟ ଚାହେଁ ସେହି ବସ୍ତୁଗୁଡ଼ିକୁ ସୁରକ୍ଷିତ ଭାବରେ ନିଜ ଘରେ ରଖିପାରିବ କିମ୍ବା ନଦୀ ଜଳରେ ବିସର୍ଜନ କରିପାରିବ, କିନ୍ତୁ ଭୁଲରେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ। ଯଦି ସେହି ମୃତ ବ୍ୟକ୍ତିଙ୍କ ଶାନ୍ତି ପାଇଁ ସେହି ବ୍ୟକ୍ତିଙ୍କ ପ୍ରିୟ ବସ୍ତୁ ଦାନ କରନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ପ୍ରଥମ କଥା ହେଉଛି ମୃତ ବ୍ୟକ୍ତିଙ୍କ ପୋଷାକ। ମୃତ ବ୍ୟକ୍ତିଙ୍କ ପୋଷାକ କେବେ ବି ବ୍ୟବହାର କରିବା ଉଚିତ ନୁହେଁ। ସେଗୁଡ଼ିକୁ ପିନ୍ଧିବା ମଧ୍ୟ ଉଚିତ ନୁହେଁ। ଏହା କରିବା ଦ୍ୱାରା ମୃତ ବ୍ୟକ୍ତିଙ୍କ ଆତ୍ମା ମନୁଷ୍ୟ ସହିତ ଯୋଡ଼ି ହୋଇଯାଏ, ଯେଉଁ କାରଣରୁ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ହୋଇଥାଏ। ସେହି ବ୍ୟକ୍ତିଙ୍କୁ ତାଙ୍କ ମୃତ ପରିବାର ସଦସ୍ୟଙ୍କୁ ବହୁତ ମନେ ପକାଇ ଦୁଃଖ ସନ୍ତାପରେ ଜୀବନ କାଟୁଥାନ୍ତି। ତେଣୁ ଜଣେ ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧିବା ଉଚିତ ନୁହେଁ। ମୃତ ବ୍ୟକ୍ତିଙ୍କ ପୋଷାକ ସର୍ବଦା ଦାନ କରିବା ଉଚିତ, ଯାହାଦ୍ୱାରା ତାଙ୍କ ଆତ୍ମା ଶାନ୍ତି ଲାଭ କରେ। ଦ୍ୱିତୀୟ କଥା ହେଉଛି ମୃତ ବ୍ୟକ୍ତିଙ୍କ ଅଳଙ୍କାର। ମୃତ ବ୍ୟକ୍ତିଙ୍କ ଅଳଙ୍କାର ମଧ୍ୟ ତାଙ୍କ ପୋଷାକ ପରି ଶକ୍ତି ଉଚ୍ଚ। ଜଣେ ମୃତ ବ୍ୟକ୍ତିଙ୍କ ଅଳଙ୍କାର ସହିତ ମୋହ ପୋଷାକ ଠାରୁ ଅନେକ ଗୁଣ ଅଧିକ, କାରଣ ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁନ୍ଦର ଦେଖାଇବା ପାଇଁ ଅଳଙ୍କାର ପିନ୍ଧନ୍ତି। କିନ୍ତୁ ସେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରେ ଏବଂ ତାଙ୍କର ଅଳଙ୍କାର ଅନ୍ୟ କେହି ପିନ୍ଧନ୍ତି ତେବେ ମୃତ୍ୟୁ ବ୍ୟକ୍ତିଙ୍କ ଆତ୍ମା ସହଜ ଅନୁଭୂତ କରିବା ଆରମ୍ଭ କରେ ଏବଂ ସେହି ଆତ୍ମା ସେହି ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରେ। ଆତ୍ମା ମୁକ୍ତିର ପଥରେ ଯାହା ନାହିଁ ଏବଂ ନିଜ ପରିବାର ସଦସ୍ୟଙ୍କ ସହିତ ଏହି ମଧ୍ୟ ଜଗତରେ ଯୋଗ ଦେଇଥାଏ, ନିଜ ପ୍ରିୟଜନଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରେ। ତେଣୁ ସେମାନଙ୍କର ଅଳଙ୍କାର କେବେ ବି ବ୍ୟବହାର କରିବା ଉଚିତ ନୁହେଁ। ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାଙ୍କର ଅଳଙ୍କାର ତରଳାଇ ଅନ୍ୟ ଅଳଙ୍କାର ନେଇଥିବା ଉଚିତ, ନଚେତ୍ ଏହାକୁ ମନ୍ଦିରକୁ ଦାନ କରିବା ଉଚିତ। ତୃତୀୟ ବସ୍ତୁ ହେଉଛି ମୃତ ବ୍ୟକ୍ତିଙ୍କ ଜପ କରୁଥିବା ମାଳ। ଜୀବିତ ଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ମାଳରେ ମନ୍ତ୍ର ଜପ କରନ୍ତି। ତାହା ହାତରେ ବା ଗଳାରେ ଥିବା ମାଳ ତାଙ୍କ ଜୀବନ ସାରା ପୁଣ୍ୟର ବିକାଠି ଅଟେ। ତେଣୁ ତାଙ୍କର ମୃତ୍ୟୁ ପରେ କୌଣସି ବ୍ୟକ୍ତି ତାଙ୍କ ଜପମାଳ ପିନ୍ଧିବା ଉଚିତ ନୁହେଁ। ତାଙ୍କ ପବିତ୍ର ନଦୀରେ ଜଳ ପ୍ରବାହିତ କରିଦେବା ଉଚିତ। ପବିତ୍ର ନଦୀରେ ସମସ୍ତ ପୁଣ୍ୟ ସହିତ ମୃତ ବ୍ୟକ୍ତିଙ୍କୁ ସ୍ୱର୍ଗକୁ ଆଡ଼େଇ ପ୍ରଭାବିତ କରିବା ନେଇଯାଏ। ଯମରାଜ କୁହନ୍ତି ଯେ ଦେବଶ୍ରୀ ମୃତ୍ୟୁ ପରେ ଜଣେ ବ୍ୟକ୍ତି କେବଳ ନିଜର ପାପ ଏବଂ ପୁଣ୍ୟକୁ ସାଙ୍ଗରେ ନେଇଥାଏ ଏବଂ ଅନ୍ୟାନ୍ୟ ସମଗ୍ର ବସ୍ତୁ ଏଠାରେ ଛାଡ଼ିଦିଏ। ସେଥିପାଇଁ ସେ ସେହି ବସ୍ତୁଗୁଡ଼ିକ ପ୍ରତି କେବେ ବି ଅତ୍ୟଧିକ ସଂଲଗ୍ନ ହେବା ଉଚିତ ନୁହେଁ।